ଟଙ୍କା ପଠାଇ ନିର୍ବାଚନ ଜିତିବା ପାଲଟିଛି ବଡ଼ ସଫଳତା। 15 ରାଜ୍ୟରେ ସୁଭଦ୍ରା ଭଳି ଯୋଜନା ଲାଗୁ। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ବିନା କୌଣସି ସର୍ତ୍ତରେ ମହିଳାଙ୍କ ଖାତାକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରି ନିର୍ବାଚନ ଜିତିବା ଏକ ବଡ଼ ସଫଳତାରେ ପରିଣତ ହୋଇଛି। 2020ରେ ମାତ୍ର ଗୋଟିଏ ରାଜ୍ୟରେ ଏଭଳି ଯୋଜନା ଥିଲା। 5 ବର୍ଷ ଭିତରେ 15ଟି ରାଜ୍ୟ ସେଭଳି ଯୋଜନା ଆଣିଛନ୍ତି। ତେବେ 5 ବର୍ଷ ପୂର୍ବେ ଏଭଳି ଯୋଜନା ପାଇଁ ବାର୍ଷିକ ଆୟ ଅଟକଳ ଥିଲା ମାତ୍ର 1600 କୋଟି ଟଙ୍କା। ମାତ୍ର 2025ରେ ସେହି ଅଟକଳ 2.46 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2020ରେ କେବଳ ଆନ୍ଧ୍ରରେ YSR ଚେଉତା ଯୋଜନା ଥିଲା। ସେଥିରେ ମହିଳାଙ୍କୁ 18,730 ଟଙ୍କାର ଲାଭ ମିଳୁଥିଲା। 2021ରେ ଆସାମ ଅରୁଣୋଦୟୀ ଯୋଜନା ଓ ପଶ୍ଚିମବଙ୍ଗରେ ଲକ୍ଷ୍ମୀର ଭଣ୍ଡାର ଯୋଜନା ଆଣିଥିଲେ। 2022ରେ କୌଣସି ରାଜ୍ୟ ଏଭଳି ଯୋଜନା ଆଣିନଥିଲେ। 2023ରେ ତେଲେଙ୍ଗାନାର ମହାଲକ୍ଷ୍ମୀ ଯୋଜନା ଓ କର୍ଣ୍ଣାଟକରେ ଗୃହଲକ୍ଷ୍ମୀ ଯୋଜନା। 2024ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମାଝୀ ଲେଡ୍କି ବୋହିନ୍ ଯୋଜନା, ଝାଡ଼ଖଣ୍ଡର CM କଲ୍ୟାଣ ସମ୍ମାନ ଯୋଜନା, ଓଡ଼ିଶାର ସୁଭଦ୍ରା ଯୋଜନା, ଛତିଶଗଡ଼ର ମୋହତାରୀ ବନ୍ଦନା ଯୋଜନା, ହରିୟାଣାର ଲାଡ଼ ଲକ୍ଷ୍ମୀ ଯୋଜନା ଓ ହିମାଚଳର ଇନ୍ଦିରା ଗାନ୍ଧୀ ପ୍ୟାରିଭେହନା ଯୋଜନା ଆସିଥିଲା। ଏହି ଯୋଜନାରେ ମହିଳାମାନଙ୍କୁ 1,000 ଟଙ୍କାରୁ ଆରମ୍ଭ କରି 10,000 ଟଙ୍କା ପର୍ଯ୍ୟନ୍ତ ସହାୟତା ମାସିକ କିମ୍ବା ଏକକାଳୀନ ଆଧାରରେ ପ୍ରଦାନ କରାଯାଉଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।